ଦର୍ଶକ ବନ୍ଧୁ ଆମ ସହିତ ଆଜି ଯୋଡ଼ିଛନ୍ତି ଜଣେ ବାବା ବେଶ ପୋଷାକରୁ ଆପଣ ନିଶ୍ଚୟ ଜାଣିପାରୁଥିବେ ଏବଂ ପୂର୍ବ ଭିଡ଼ିଓରେ ବାବାଙ୍କୁ ଦେଖିଥିଲେ। କିନ୍ତୁ ବାବା ମହାପ୍ରଭୁ କଳ୍କୀଙ୍କ ବିଷୟରେ ଅନେକ କଥା କହୁଛନ୍ତି। ତାଙ୍କ ଜନ୍ମ ବିଷୟରେ ଅନେକ କଥା କହୁଛନ୍ତି। ଆଉ ସେ କଣ ସଂଗ୍ରହ କରିଛନ୍ତି ମାଳିକାରୁ ସେ ଗୋଟେ ଖାତା ଧରିଛନ୍ତି। ସିଧାସଳଖ ବାବାଙ୍କ ସହିତ କଥା ହେବା ଆମ ସହିତ ଯୋଡ଼ି ହେଇ ରହିଥାନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ବାବା ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଜୟ ଜଗନ୍ନାଥ। ବାବା ଆପଣ କେଉଁଠାରୁ ଆସିଥିଲେ? ମହାପୁରୁଷ ଶିଶୁଆନନ୍ଦଙ୍କ ପୀଠକୁ ଆସିଛନ୍ତି। ମୁଁ ମାଳିକା ବିଷୟରେ ଟିକେ ସଂଗ୍ରହ କରେ ଏବଂ ସବୁ ପୀଠ ମାନଙ୍କୁ ଧର୍ମସ୍ଥଳୀ ମାନଙ୍କୁ ବୁଲେ ବାବାଜୀ ଆପଣ ମାନଙ୍କୁ। କିଛି ଭିଡ଼ିଓରେ କହୁଥିଲେ ମହାପ୍ରଭୁ କଳ୍କୀଙ୍କ ବିଷୟରେ। ମହାପ୍ରଭୁ କଳ୍କୀଙ୍କ ବିଷୟରେ ଆପଣ କଣ ସଂଗ୍ରହ କରିଛନ୍ତି? କଣ ତ ଅଗାଧ ସାଗର, ଏଥିରେ କଣ ସଂଗ୍ରହ କରିବା? ତଥାପି ଯେତିକି ଗୁରୁଙ୍କ କୃପାରୁ ପାଇଛେ କହିବା। କଣ ସଂଗ୍ରହ କରିଛନ୍ତି ଟିକେ ଆମ ଦର୍ଶକ ବନ୍ଧୁମାନଙ୍କୁ କୁହନ୍ତୁ। ହଁ, ଭଗବାନଙ୍କ ବିଷୟରେ ଜନ୍ମ ବିଷୟରେ କହିବା। କଳି ଯୁଗର ଆୟୁଷ ତ 4,32,000 କଳିଯୁଗର ଅଟଇ ଆୟୁଷ। କିନ୍ତୁ ମାଳିକାକାର ଭାଷ୍ୟକାର ଭବିଷ୍ୟତ ଦ୍ରଷ୍ଟା ତାକୁ 5,000ରେ କହିଛନ୍ତି। ରାମାୟଣଠୁ ଧରି ବ୍ୟାସଦେବ ବି ଲେଖିଛନ୍ତି 5,000 ବର୍ଷରେ କଳିଯୁଗ ସରୁଛି ଏବଂ 5,000 ପରେ କଳିଯୁଗର ଅନ୍ତ ଘଟୁଛି। କଳିଯୁଗର ପ୍ରକୃତ ଯିବା ଏବଂ ସତ୍ୟ ଯୁଗର ପଶିବା। 5,000 ଲେଖିଛନ୍ତି? ହଁ, କୋଉଠାରେ ଲେଖିଛନ୍ତି? ବହୁତ ଗ୍ରନ୍ଥରେ ଲେଖିଛନ୍ତି ବ୍ୟାସଦେବଙ୍କ ଠାରୁ ଏବଂ ଏମାନେ ଲେଖିଛନ୍ତି। କାହିଁକିନା ଠିକଣା ଅଚ୍ୟୁତ କଲେ ଠ ତିନି ବାମେ 5 ରଖିଲେ ଯେ ମିନ ଶନି ଚଳିଯିବ ବୋଲେ ଏକଥା ଲେଖିଲେ। ଠ ତିନି ମାନେ ବାମେ 5 ରଖିଲେ, 3ଟା ପରେ ପୂର୍ବରୁ 5 ରଖିଲେ 5,000। ତେଣୁ ପାପ ଭାରରେ ଆୟୁ ତୁଟିଯିବ, 5,000 କଳି ଭୋଗ ହୋଇବ। 5,000? ହଁ, ପାପ ଏମିତି ଆମ ଲୋକମାନଙ୍କର ପାପ କର୍ମରେ, କାହିଁକିନା ପାପ କର୍ମରେ ଆକ୍ଚୁଆଲି ଆୟୁ ତୁଟିଯାଏ। ସେ ପାପ କର୍ମରେ ଆୟୁ ତୁଟିଯାଏ କାହିଁକିନା ରାବଣ 14 ଘଣ୍ଟା ଯୁଗକୁ 56 ଘଣ୍ଟା ଯୁଗକୁ ବର ପାଇକି ଏମିତି ପାପ କର୍ମ କଲା ଯେ 14 ଘଣ୍ଟାରେ ବି ସେ ଗଲା। ତେଣୁ ଆମ କଳିଯୁଗର ପାପ ଆମେ କରୁଛେ କି ନ କରୁଛେ ଆମେ ନିଜେ ଆତ୍ମସମୀକ୍ଷା କଲେ ଜାଣିପାରିବା। 5,000 ସମ୍ବତ୍ସର 5,000 କଳି ଭୋଗ ହୋଇବ, ସତ୍ୟ ଯୁଗ ଆଦ୍ୟ ପ୍ରକାଶ ଶୁଭ ଯୋଗ ହୋଇବ। ସମ୍ବତ୍ସର 5,000 ବର୍ଷ ଭୋଗ ହେଲା ପରେ ସତ୍ୟ ଯୁଗର ଆଗମନ ହବ। ଆଉ କଳି ଭୋଗ ଯିବ ହରି ସତ୍ୟ ଯୁଗ ଠକିନି ରାତି ପାଇଲେ ପଳେଇ ଆସିବ। କଳି ସତ୍ୟ ଭିତରେ ଚାଲିବ, ତାର ଗୋଟେ ଅନନ୍ତ ଯୁଗ ରହିବ। ତାଙ୍କର ଅନନ୍ତ ଯୁଗର ସୀମାଟା ଆମ ହିସାବରେ ଆମେ କହିଦେଲେ, ତାଙ୍କ ହିସାବରେ ଅନନ୍ତ ଯୁଗ 100 କି 100-150 ବର୍ଷ ଭିତରର କଥା। ତେଣୁ 5,000 ଠୁ ଆଜିକାଲି ହିସାବରେ ଧରିଲେ 5,125 ବର୍ଷ, 5,125 ବର୍ଷ ବର୍ତ୍ତମାନ କଳିଯୁଗର ଆୟୁଷ ହେଲାଣି। ତାକୁ ପ୍ରମାଣ ବିଭିନ୍ନ ଗ୍ରନ୍ଥରେ ବିଭିନ୍ନ ଭାଷ୍ୟକାର ମାନେ ଦେଇଛନ୍ତି। ନାଇଁ ନାଇଁ ବାବା ଆପଣ କହୁଛନ୍ତି ମହାପ୍ରଭୁ କଳ୍କୀ ଜନ୍ମ ହୋଇଛନ୍ତି? କହୁଛି ସେଇ କଥା। ତେଣୁ ଭଗବାନ ତ ଯେତେବେଳେ ଯୁଗର ଅନ୍ତ ଘଟିବ ଭଗବାନ ନିଶ୍ଚିତ ଆସିବେ। ତେଣୁ କଳ୍କୀ ଅବତାରକୁ ନେଇକି ତ ବିଷୟ ବିଚାର ବିମର୍ଶ। କଳ୍କୀ ଅବତାର ନେଇକି ସମସ୍ତଙ୍କର ବହୁତ ପ୍ରକାର। ଆମେ ଦେଖୁଛୁ ଅନେକ ଶାସ୍ତ୍ରରେ ଲକ୍ଷ ଲକ୍ଷ ବର୍ଷ ଯେତେବେଳେ କଳିଯୁଗକୁ ଶାସ୍ତ୍ରରେ ଲେଖା ଅଛି, କିନ୍ତୁ ମାଳିକାରେ ପ୍ରମାଣ ଦଉଛି ଯେ 5,000 ବର୍ଷ। କିନ୍ତୁ ମାଳିକା ଯେଉଁ 5,000 ବର୍ଷ ଆପଣ କହୁଛନ୍ତି ସଂଗ୍ରହ କରିଛନ୍ତି, କିନ୍ତୁ ମହାପ୍ରଭୁ ଯେତେବେଳେ ଆସିବେ ଅନେକ ଘଟଣା ଘଟିବ। ମହାପ୍ରଭୁ କଳ୍କୀ ଆସିଲେ ଆପଣ କହୁଛନ୍ତି କଣ ଯାଜପୁରରେ ଘଟଣା ଘଟିବ? ଯାଜପୁରରେ ତ ଯାଜନଗର, ଭଗବାନ ଯାଜନଗରରେ ଜନ୍ମ ହେବେ। ତାକୁ ନେଇ ଯାଜପୁର ବୋଲି ତ ସେମିତି କିଛି ଲେଖା ନାହିଁ। ସେମିତି ଲେଖା ନାହିଁ। ଯାଜପୁରରେ ଯାଜନଗର ଆଉ ସମ୍ବଳ ନଗର ନେଇକି ସମ୍ବଳ ନଗର। ତେଣୁ ସେ ଲେଖିଛନ୍ତି ଭଗବାନ ସମ୍ବଳ ନଗରରେ ଆମେ ଜନ୍ମ ହବୁ। ଶିଶୁଆନନ୍ଦ ବି ଲେଖିଲେ ଶୁଣରେ ବାରଙ୍ଗ କହିବା ସେ ରଙ୍ଗ, ପ୍ରଭୁ ଅବତାର ସ୍ଥାନ ବିରଜା କ୍ଷେତ୍ରେ ଜନ୍ମ ଲଭିବୁ ଅନନ୍ତ ମିଶ୍ର ଗୃହେଣ। ତେଣୁ ବିରଜା କ୍ଷେତ୍ର ନାଭିଗୟା କ୍ଷେତ୍ର, ନାଭିଗୟା କ୍ଷେତ୍ର ବିରଜା କ୍ଷେତ୍ର କହିଲେ ଆମର ଯାଜପୁରକୁ ବୁଝାଏ। ତେଣୁ ଇଏ ହଉଛି କଣ କି ଗୋଟେ କଥା ହଉଛି କଣ କି ବର୍ତ୍ତମାନର ଯୋଉ ଘଡ଼ିସନ୍ଧି ମୁହୂର୍ତ୍ତରେ ଏଥିରେ ପ୍ରଭୁଙ୍କର ଲୀଳା ଚାଲିଛି। ପ୍ରଭୁଙ୍କ ଲୀଳା ଚାଲିଛି। ପ୍ରଭୁଙ୍କର ଲୀଳା ଚାଲିଛି। ପ୍ରଭୁ ଆସିଛନ୍ତି? ହଁ, ପ୍ରଭୁ ଆସିଛନ୍ତି ନିଶ୍ଚିତ ଅଛନ୍ତି। ଏଇ ଭିତରେ ନଥିବେ କହିହବନି। କାହିଁକିନା ଭଗବାନ ପ୍ରଭୁ ତ ଆମେ ଯୋଉ ଶାସ୍ତ୍ରରେ ପଢିଛେ କାଷ୍ଟ ପାଷାଣ ତରୁ ତୃଣ। ନାଇଁ କିନ୍ତୁ ଆପଣ କହୁଛନ୍ତି ପ୍ରଭୁ ଆସିଛନ୍ତି। ପ୍ରଭୁ ମହାପ୍ରଭୁ କଳ୍କୀଙ୍କ ବିଷୟରେ ଆମେ କଥା ହଉଛୁ। ପ୍ରଭୁ କଳ୍କୀ କଣ ଆସିଛନ୍ତି? ବିଭିନ୍ନ ରୂପରେ ସବୁ ଯୁଗରେ ସେ ଆସନ୍ତି। ନିଆ ଆପଣ କଣ ମାଧ୍ୟମ ନହେଲେ ନେଇପାରିବେ? ପ୍ରଭୁ ବା କଳିର ଯୁଗର ସନ୍ଧ୍ୟାରେ ଆସିବେ। ଯୁଗର ସନ୍ଧ୍ୟା ଚାଲିଛି, ଆପଣ ଚିନ୍ତା କରନ୍ତୁ। ମାନେ କଳି ଘୋର କଳି ବର୍ତ୍ତମାନ ଚାଲିଛି, ଯୁଗର ସନ୍ଧ୍ୟା ଇଏ ଅନ୍ତ। ମାନେ ଆପଣଙ୍କର ଗୋଟେ ଯେମିତି ସୀମା ସର ଥାଏ, କଳିଯୁଗ ସତ୍ୟ ଯୁଗ ଭିତରେ ଗୋଟେ ସୀମା ଥାଏ ଯୋଉଟାକୁ ଅନନ୍ତ ଯୁଗ କୁହାଯାଏ। ଇଏ ଅନନ୍ତ ଯୁଗର ଅନ୍ତ। ୟାକୁ ପ୍ରମାଣ ଦେବା ପାଇଁ ହେଲେ ଆପଣଙ୍କୁ ସମୟ ବହୁତ ଲାଗିବ। କାରଣ ମାଳିକାକୁ ଫଟକିନି ଗୋଟେ କହିଦବା, ରାମାୟଣ ମହାଭାରତ ଗୋଟେ ବିଷୟ କହିଦବା, ସେ ବିଷୟଟା ଆପଣ ଶୁଣିଦେବେ ବୁଝିଯିବେ, ସେମିତି ନୁହଁ। ମାଳିକାକୁ ପ୍ରମାଣ ଦେବାକୁ ହେଲେ ବିଭିନ୍ନ ଗୋଟିକ ମନେ ଯିବାକୁ ପଡିବ। ଆପଣଙ୍କୁ ଏ ଯେଉଁ ଠାରକାର ମହାପୁରୁଷ ଦେଇଛନ୍ତି, ମହାପୁରୁଷ ମାଳିକାରେ ଯେଉଁ ଠାରକାର ଦେଇଛନ୍ତି, ଯେଉଁ ନଦୀ କୂଳ ଯେଉଁ ବୃକ୍ଷ ଥିବ, ତେଣୁ ଆପଣ ଯେଉଁ ସ୍ଥାନ ସଂଗ୍ରହ କରିଛନ୍ତି ସେଇ ସ୍ଥାନରେ କଣ ପ୍ରଭୁ ଆସିଛନ୍ତି? କହିବା ତାହେଲେ ଶୁଣନ୍ତୁ। ସିଏ ଲେଖିଲେ ଆମର ଦାସିଆ ବାବୁ ଲେଖିଲେ, ଆମ୍ଭେ ଯେ ଜନ୍ମ ହବୁ ଫଗୁଣ ମାସରେ, ଜନ୍ମ ହେବୁ ଯାଇ ଯାଜପୁରରେ।
ତେଣୁ ଯାଜପୁରରେ ପ୍ରମାଣ ହେବ ଦାସିଆ ବାବୁ ଲେଖିଲେ ଆମର ବାଲିଗାଁ ଦାସ ଦାସିଆ। ତାପରେ ଲେଖିଲେ ଜନମ ହୋଇବୁ ବୈତରଣୀ କୂଳ କଳକି ରୂପ ଅବତାର। କଳକି ରୂପ ଅବତାରଟା ବୈତରଣୀ କୂଳରେ ହବ। ବୈତରଣୀ କହିଲେ ଓଡ଼ିଶା, ତେଣୁ ଆମେ ଓଡ଼ିଶାରେ ନିଶ୍ଚିତ ଭାବିବା। ତେଣୁ ଆଉ ଗୋଟେ ଲେଖିଲେ ଆଠଗିରି ଭୁଣି ଭେଦି ଜେବଣ ଭୂମି କଳକି ଅବତାର ଅଟଇଶଇ। ଆଠଗିରି କହିଲେ ଆମର ଧନିଆଗିରି, ଓଳାଶୁଣୀ ପାହାଡ଼, ମଣିନାଗ ପାହାଡ଼, ଜୋଳକା ପାହାଡ଼, ଏମିତି 8ଟି ଗିରି ରହିଛି। ତାପରେ କ୍ଷୀର ନଦୀ ନିକଟରେ ମାନେ କ୍ଷିତିମଣ୍ଡଳରେ ରାଣୀହଂସପୁରେ ଅମରାରୀପୁରେ ବାସ। ଶାଳ ଲଗାଏ ମୁଁ ଫାଳ ପଜାଇବି ନାମ ହେବ ହାଡ଼ିଦାସ। ସେ ହାଡ଼ିଦାସ ତାଙ୍କର ମାଳିକା ପ୍ରସଙ୍ଗରେ ବି ବହୁତ କଥା ଲେଖିଲେ, କାରଣ ବେଳ ହେଲାଣି ନିକଟ। ସିଏ ବହୁତ ମାଧ୍ୟମରେ ଲେଖିଛନ୍ତି ଏବଂ ହାଡ଼ିଦାସ ଛତିଆ ବଟକୁ ଭଗବାନ ଯିବା ୟାର ବି ପ୍ରମାଣ। ଯଦି ଭଗବାନ ଜନ୍ମ ହେବେନି ଆଉ ଲୀଳା କରିବ କି ସେ? ତେଣୁ ଛତିଆ ବଟରେ ତାଙ୍କର ଲୀଳା ପ୍ରକାଶ ହେବ। ତେଣୁ ଆଉ ଗୋଟେ କଥା କହିବା, ମାତାଙ୍କ ନାମ ଥିବ ପଦ୍ମାବତୀ, ପିତାଙ୍କ ନାମ ଥିବ ଅନନ୍ତ। ଅନନ୍ତ ମିଶ୍ର ଯୋଉ କହିଲେ ତାଙ୍କର ଦିଟା ହେଲା ସଂକେତ, ଆଉ ତାଙ୍କର ଶଙ୍ଖ ଚକ୍ର ଗଦା ଚିହ୍ନ ତାଙ୍କ ପାଖରେ ଦେହରେ ଥିବ। ନାଇଁ ବାବା ଆପଣ କହୁଛନ୍ତି ଶଙ୍ଖ ଚିହ୍ନ ପାଦରେ ଥିବ କି ଦେହରେ ଥିବ, ଶରୀରରେ ଯେକୌଣସି ସ୍ଥାନରେ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ ଥିବ। ଏମିତି ଚିହ୍ନ ଦେଖେଇକି ତ ଅନେକ କହୁଛନ୍ତି ଆମେ ପ୍ରଭୁ ବୋଲି। ନା ନା ସେମିତି କହିଲେ ହବନି, ଆହୁରି ଚିହ୍ନ ରହିଲା। ସେ ଲେଖିଲେ ମାନେ ତାଙ୍କୁ ଯେତେବେଳେ ଜାରା ଶବର ଆମର ସର ଦାହ କରିଥିଲା ଶ୍ରୀକୃଷ୍ଣଙ୍କୁ, ତାଙ୍କର ବାମ ପାଦରେ ଆଙ୍ଗୁଳିରେ ଗୋଟେ ଚିହ୍ନ ଥିଲା, ସେଇଟାକୁ ସିଏ ଲେଖିଥିଲେ। ଏବଂ ତାଙ୍କର ସେଇ ଚିହ୍ନ ବି ଥିବ, ବାମ ପାଦରେ ଆଙ୍ଗୁଳିରେ ବି ଧନୁମୂଳ ଚିହ୍ନ ଥିବ। ସେମାନେ ଏମିତି ତ ଚିହ୍ନ ଦେଖିକି ସେମାନେ କହିଦେବେ ନା ଆମେ ପ୍ରଭୁ ବୋଲି। ହଁ, ପ୍ରଭୁଙ୍କ ପାଦରେ ଥିବ। ପ୍ରଭୁ କଣ ନିଜେ କହିବେ କି ପ୍ରଭୁ ବୋଲି? ନା ନା, ତାଙ୍କର ଗୃହର ସୀମା ସଂକେତ ଦବା। ଗୃହର ଉତ୍ତର ପାର୍ଶ୍ୱରେ ଥିବ କଦମ ବୃକ୍ଷ, ଦକ୍ଷିଣ ଦିଗରେ ଦେଖିବୁ ପିପଳ ବୃକ୍ଷ ଥିବ ସଳଖ। ଖାଲି ପିପଳ ବୃକ୍ଷ ନା ତ ସଳଖ ବୃକ୍ଷଟେ ଥିବ। ସେ ଆହୁରି ଖୋଲିକି ଲେଖିଲେ, ଆଉ ମାଳିକାଇ ଗୁପତ ପ୍ରକଟ କହିତ ନୁହେଁ ଆଚମ୍ବିତ ଅଟେ ବାଣୀ। ଚେତୁଆ ଭକତ ଗୁପତ କାହାକୁ ବେଳସୁ ଅଛନ୍ତି ଜାଣି। ଆମେ ତାଙ୍କ ଅଲୌକିକ ଲୀଳାଟା ତ ଦେଖିଲେ ଆମେ ଜାଣିବା ଯେ ହଁ, ପ୍ରଭୁ। ଇଏ ହେଲା ଲୀଳା, ତାଙ୍କର ଗୋଟେ ଲୀଳା। ତାଙ୍କ ଅଲୌକିକ ଲୀଳା ଦେଖିଲେ ତ ଆମେ ଜାଣିବା ପ୍ରଭୁ ବୋଲି। କହୁଛି ତାଙ୍କର ଜନ୍ମ ବୈଶାଖ ଥିବ ଶୁକ୍ଳ ଦ୍ୱିତୀୟା ପ୍ରଭୁ ଜନ୍ମ ହେବେ। ଭକତଙ୍କ ହେଇତେ ଜନମୀ ସେଉ ଖେଳ କରିବେ। ତେଣୁ ବୈଶାଖ ମାସରେ ଜନ୍ମ ହେଇଥିବେ। ପୁଣି କୋଉଠି ତାଙ୍କ ଜନ୍ମର ପୁଣି ଜାତକର ଗୋଟେ ଲଗ୍ନ ଅଛି, ସେ ଲେଖା ହେଇଛି ଲଗ୍ନ ହୋଇଥିବ କର୍କଟ, ଶୁକ୍ରଙ୍କ ପଞ୍ଚମରେ ଗୁରୁ ରହିଥିବେ ଆବର ଶନି ଚତୁର୍ଥ ଘରେ। ଆଉ ସବୁ ମାନେ ରବି ଚନ୍ଦ୍ର ଆଉ ମଙ୍ଗଳ ଉଚ୍ଚରେ ଥିବେ ରହି, ଆଉ ସବୁ ଗ୍ରହ ଶୁଭ ଲଗ୍ନରେ ଥିବେ ଅନାଇ। ଇଏ ହଉଛି ତାଙ୍କର ଗୋଟେ ଜାତକର ଲକ୍ଷଣ। ତାଙ୍କର ନାଁ ଅଛି, ତାଙ୍କର ବାପା ମାଙ୍କର ପରିସ୍ଥିତି ଅଛି, ତାଙ୍କର 10 ବର୍ଷ 12 ବର୍ଷ ଭିତରେ ବିଭିନ୍ନ ଘଟଣା ବି ଘଟିଛି, ଯାହା ବି ଲେଖା ଅଛି। ସେ 10 ବର୍ଷ 12 ବର୍ଷ ପରେ ଘର ଛାଡ଼ିଛନ୍ତି, ଯୋଗ ସାଧନା କରିଛନ୍ତି, ମହେନ୍ଦ୍ରଗିରି ଯାଇଛନ୍ତି, ଏସବୁ ଅଛି। ଆଉ ଏମିତି କୋଉଠି କି ମଠ ବାଡ଼ି କରିକି ଆରବା ଲମ୍ବେଇ ବହୁତ ଶିଷ୍ୟ କହି, କାରଣ ଆମର ସେ ଲେଖିଛନ୍ତି, କହିଲା ଭିକ୍ଷା ଡଙ୍ଗା ଗୋଟି ବୁଡ଼ାଇ ଦେବେ, ମିଥ୍ୟା କଥା କହି ଶିଷ୍ୟ କରିବେ, କହିବେ ଦେଖ ଆମ୍ଭେ ଅବତାର ଏକ, ଶଙ୍ଖ ଚକ୍ର ଚିହ୍ନ ମୁପାସେ ଦେଖ। ତେଣୁ ସିଏ କହିବେ, ତେଣୁ ଏମାନଙ୍କୁ ରାମ ସତର୍କ ଥିବୁ, ହାତେ ମାପି ଚାଖଣ୍ଡରେ ଚାଲିବୁ। ଆଉ ଜ୍ଞାନୀ ଗୁଣୀ ଆଜିକାଲି କିଏ ମୂର୍ଖ ଅଛି? ଆଜିକାଲି ମିଡ଼ିଆ ହେଲା, ବିଭିନ୍ନ ହେଲା, ସବୁ ଦେଖିବ, ଭଲ କି କଷିବ। ମାଠିଆ କିଣିଲା ଭଳି ମାଡ଼ ଦେଇକି ଯେମିତି କିଣନ୍ତି, ଯେମିତି ମାଡ଼ ଦେଇକି ଚିପି ଚାପିକି କଷିବ। ଭଗବାନ ସଦାବେଳେ ଭକ୍ତର ପରୀକ୍ଷାକୁ ଆଗ୍ରହ ହୁଅନ୍ତି, ଅନ୍ୟର ପରୀକ୍ଷାକୁ ସେ ଆଗ୍ରହ ହୁଅନ୍ତି, ଭକ୍ତର ପରୀକ୍ଷା ଭାରି ଆଗ୍ରହ ହୁଅନ୍ତି। ଆଉ ଭକ୍ତ ଯଦି ଚିପି ଚାପିକି କଷିବ, ସେ ନିଶ୍ଚିତ ଦେଖାଦେବେ। ମାନେ ଯିଏ ପ୍ରବଚନ ଦଉଛନ୍ତି ସେମାନେ କେବେ ପ୍ରଭୁ ନୁହନ୍ତି। ସେମାନେ କହିଲେ ପରା, ସେତିକି ଭଗବାନ ଲେଖିଲେ ଅଚ୍ୟୁତାନନ୍ଦ, ଶୁଦ୍ଧ କାର ଆଗେ ନିଜ ଆଚରଣ, ପରେ କରିବୁ ତୁ ଧର୍ମ ପ୍ରବଚନ। ନିଜର ଆଚରଣ ଠିକ ନାହିଁ, ଏମାନେ ଧର୍ମ ପ୍ରବଚନ ଦେବେ, ଏମାନଙ୍କ ପ୍ରଭାବ ଲୋକଙ୍କ ଉପରେ କଣ ପଡ଼ିବ? ତେଣୁ ଆଜିକାଲି ବହୁତ ଆପଣ ଦେଖୁଥିବେ ସତ୍ୟଯୁଗ ହେଲାଣି, କାରଣ ଫୁଲ ତୋଳା ଅଧିକା ହେଉଛି, ଦିଅଁ ଦେବତା ଅଧିକା ହେଉଛି, ଫଙ୍କସନ ଅଧିକା ହେଉଛି, ଯଜ୍ଞ ଅଧିକା ହେଉଛି, କିନ୍ତୁ ଯଜ୍ଞରେ ଦାନ ଠିକରେ ନାହିଁ। ଏବଂ ସେ ଘିଅ ପୋଡ଼ୁଥିବା ଘିଅ ବି ଉଚିତ ମୂଲ୍ୟର ନୁହଁ, ଉଚିତ ମାନର ନୁହଁ, କାରଣ ଗୋ ତ ନାହାନ୍ତି, ଘିଅ ଆସିବ କୋଉଠୁ? ଭକ୍ତି ଆସିବ କୋଉଠୁ? ଆମକୁ ତ ଗୋଟେ କଥା ଆପଣଙ୍କର ଆଚମ୍ବିତ ଲାଗୁଛି ଯେ ଆପଣ କହୁଛନ୍ତି ମହାପ୍ରଭୁ କଳିକି ଆସି ଯାଇଛନ୍ତି, କିନ୍ତୁ ପ୍ରଭୁ ଆସିଗଲେ ଅନେକ ଲୀଳା ହବ, ଅଲୌକିକ ଲୀଳା ହବ, ଆଉ ଚେତନା ଜଡ଼ ହବ, ଜଡ଼ ଚେତନା ହବ। ସେତେବେଳେ ପ୍ରଭୁ ଆସିବେ, ଯୁଗର ସନ୍ଧ୍ୟାରେ ପ୍ରଭୁ ଆସିବେ। ଯୁଗର ସନ୍ଧ୍ୟା ଯେହେତୁ ହେଇନି, ଆପଣ କହୁଛନ୍ତି ଯୁଗ ସନ୍ଧ୍ୟା ଚାଲିଛି। ଗୋଟେ କଥା କହୁଛି, ସେ କେବେ ଆସିଛନ୍ତି, ତାର ମସିହା, ତାଙ୍କର ବୟସ କେତେ, ସିଏ ଏବେ ଅଛନ୍ତି କୋଉଠି, ତାଙ୍କର ମାନେ ସବୁ ଜିନିଷ ଅଛି। ସେଟା ଖୋଲିବା ଭବିଷ୍ୟତରେ, ଆଉ କେତେବେଳେ ନୂଆ ଏପିସୋଡରେ ଖୋଲିବା। ସଦାବେଳେ ଏକାଥରେ ଗୋଟେ ଜିନିଷ
କଲେ ଭଲ ନୁହଁ ଏବଂ ଜୀର୍ଣ୍ଣ ନାଇଁ ହବନି। ଭଲ ତ ନୁହେଁ କିନ୍ତୁ ଆମ ଦର୍ଶକ ବନ୍ଧୁ ଅନେକ ଆଉ ଏଇ ଯୋଉ କଥାରୁ ସବୁ ଦେଖନ୍ତୁ ଏତିକି ଆଗ ଦେଖନ୍ତୁ। ଆଶ୍ଚର୍ଯ୍ୟ ହଉଛନ୍ତି ନା ସେମାନଙ୍କର ଆଗ ଆଶ୍ଚର୍ଯ୍ୟ ହଉଛନ୍ତି ନା କିନ୍ତୁ ଯୋଉମାନେ ବେପାର କରୁଛନ୍ତି ଯୋଉମାନେ ବ୍ୟବହାର କରୁଛନ୍ତି ମହାପ୍ରଭୁ କଳ୍କିକୁ ନେଇକି ସେମାନଙ୍କର କିଏ ଆପଣ ଲେଖିଛନ୍ତି କହୁଛନ୍ତି ଜନ୍ମ ଚଣ୍ଡୀ ହେଇଛନ୍ତି। ବାନ୍ଧି କରି ଯେତେ କହିବେ ତା ପେଟ ପୋଷି ନୁହଁ। ଇଏ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ଯୋଉ ଲେଖିଛନ୍ତି ବେପାର ପାଇଁ ନୁହଁ କି ଭୟ କରିବା ପାଇଁ ନୁହଁ। ହେତୁର ସୟା ପାଇଁକି ଅଚ୍ୟୁତ ସାହସର ପୁରାଣ କଲା। କଳିକାଳ ଠାରୁ ବଳିକାଳ ଯାଏ ହକ କଥାଟା ଲେଖିଲା। ସେ ହକ କଥା ଲେଖିଛନ୍ତି ଯୋଉଟା କି ଖାଣ୍ଟି କଥା, ଯୋଉଟା କି ସୁନା। ଏଥିରେ ଖାଦ କିଛି ନାହିଁ। ଆଉ ବିଶ୍ୱାସ କଲେ ସମସ୍ତଙ୍କ ପାଇଁ ଅମୃତ, ବିଶ୍ୱାସ ନ କଲେ ବିଷ। ଆଉ କଣ କହିବା ଭକ୍ତମାନଙ୍କୁ ଏତିକି କହିବା ଆପଣମାନେ ବିଶ୍ୱାସ କଳି ଶେଷ ହେବ କଳି ସରି ସାରିଛି। ୟାର ସରି ନିର୍ଦ୍ଦିଷ୍ଟ ସାରିଛି। ଅଛି। ୟା ପାଇଁ ବିଭିନ୍ନ କଥା ଆହୁରି ଅଛି। ଆଉ କଥା ଖୋଲିଲେ ଆପଣ ନିଶ୍ଚିତ ବିଶ୍ୱାସ କରିବେ, କିନ୍ତୁ ସମୟ ଆସିଲେ କହିବା। ନାଇଁ ନାଇଁ ବାବା ଆପଣ କହୁଛନ୍ତି କଳି ସରି ସାରିଛି ତାହେଲେ ତାର ଯେମିତି ତାତ୍ପର୍ଯ୍ୟ ଗୋଟେ କଣ? ସମୟଙ୍କ ସୂଚନା ଦଉଛି 1945 ମସିହା ଅଗଷ୍ଟ ମାସ 3 ତାରିଖ ଠାରୁ କଳିର ବିଦାୟ ହେଇସାରିଛି ଏବଂ ସତ୍ୟ ଯୁଗର ଆଗମନ ହେଇସାରିଛି। ଏବଂ କଳି ସତ୍ୟ ଭିତରେ ଯେହେତୁ କଳି ଯୁଗର 4,32,000 ଆୟୁଷ ସେ ଛାଡ଼ିକି ଯାଇପାରୁନାହିଁ, ସତ୍ୟ ଆସିକି ପଶି ପାରୁନାହିଁ। ତା ଭିତରେ ସଂଘର୍ଷ ଚାଲିଛି। 1945 ମସିହା ଠାରୁ ତୃତୀୟ ବିଶ୍ୱଯୁଦ୍ଧର ଶେଷ ଅନ୍ତିମ ବାବା ଆପଣ ସେ ଯୋଉ ସମୟଟି କହୁଛନ୍ତି ସେ ସମୟର ପ୍ରମାଣ କଣ? ପ୍ରମାଣ ଦବା, ସମୟ ଆସିଲେ ଦବା। ଗ୍ରନ୍ଥ ନାଁ କହିବା, ପୃଷ୍ଠା ନାଁ କହିବା। କିନ୍ତୁ ଏବେ ଟିକେ କୁହନ୍ତୁ ଆମ ଦର୍ଶକ ବନ୍ଧୁ ସମୟ ନାହିଁ, ସବୁ ଜିନିଷ ଏକାଥରେ କହି ହୁଏ ନା। ଆଉ ସବୁ ଜିନିଷ ପ୍ରମାଣ ରଖିଛନ୍ତି। ନିଶ୍ଚିତ ଦବା। ଅଗଷ୍ଟ ମାସ 45 ଅଗଷ୍ଟ 1945 ମସିହା ଅଗଷ୍ଟ ମାସ 3 ତାରିଖ ଠାରୁ କଳିର ବିଦାୟ ହେଇସାରିଛି। ୟାକୁ ବ୍ୟାସ ଲେଖିଛନ୍ତି, ଆମେ ଲେଖିନୁ। ବ୍ୟାସ କହିଥିବା ଶ୍ଲୋକ ଆମେ କହିବା, ଆପଣ ପାଞ୍ଜିକାର ମାନଙ୍କ ଠାରୁ ବୁଝିପାରିବେ। ଏବଂ ଯେତେବେଳେ ଠିକ ଅଛି ଇଂରେଜ ଗଲେ ତାଙ୍କ ସାଥିରେ ମାଳିକା ଠିକ ଅଛି ବାବା ଆପଣଙ୍କୁ ଏଇ ଅଧ୍ୟାୟରେ ଆମେ ବିଦାୟ ଦେଉଛୁ କିନ୍ତୁ ଆପଣଙ୍କୁ ଆମେ ଛାଡୁନାହୁଁ। ଯେପର୍ଯ୍ୟନ୍ତ ଆପଣ ପ୍ରମାଣ ନ ଦେଇଛନ୍ତି ଆମେ ଆପଣଙ୍କ ପିଛା ଛାଡୁନାହୁଁ ଏବଂ ଆମେ ଆପଣଙ୍କ ପଛରେ ରହିଛୁ ପ୍ରମାଣ ନେବା ପାଇଁ। ଦର୍ଶକ ବନ୍ଧୁ ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ଜୟ ସାକ୍ଷାତ ଜଗନ୍ନାଥ। ବର୍ଷ ପର୍ଯ୍ୟନ୍ତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।